रेल कर्तृपक्षଙ୍କ ନୟାଗଡ଼ ଜିଲ୍ଲା ପ୍ରତି କ୍ରମାଗତ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ତା ସହିତ ରେଳ ଷ୍ଟେସନ ସମ୍ମୁଖରେ ଆଜି ପୂର୍ବାହ୍ନରେ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଏବଂ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଖୋଦ୍ ପୂର୍ବତନ ରେଳ ମହାପ୍ରବନ୍ଧକ ପରମେଶ୍ୱର ପୁଙ୍କୱାଲା ଗତ ମାସ 21 ତାରିଖରେ ଦଶପଲ୍ଲା ଗସ୍ତ କରୁଥିବା ସମୟରେ ନାଗରିକ ମଞ୍ଚ ତାଙ୍କୁ ନୟାଗଡ଼ ଷ୍ଟେସନଠାରେ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲା। ସେ ମହାଶୟ ଖୁବ୍ ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ମାତ୍ର ତାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଯେଉଁଠି ଖୋଦ୍ ବିଭାଗୀୟ ମୁଖ୍ୟ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିପାରୁନାହାନ୍ତି, ସେଠାରେ ରେଳବାଇ କିପରି ଚାଲିଛି ବୋଲି ନାଗରିକ ମଞ୍ଚ ପ୍ରଶ୍ନ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଘୋଷଣା କରିଛି। ସୂଚନାଯୋଗ୍ୟ ବାରମ୍ବାର ଦାବି ପରେ ବି ଗତ ଜାନୁଆରୀ ମାସରୁ ଦଶପଲ୍ଲା ପୁରୀ ପାସେଞ୍ଜର ଟ୍ରେନ୍କୁ ବଦଳାଇ ମେମୁ ଟ୍ରେନ୍ ପ୍ରଚଳନ କରିବା ପାଇଁ ପୂର୍ବତଟ ରେଳ ପକ୍ଷରୁ ନଭେମ୍ବର 14 ତାରିଖ 2024 ମସିହାରେ ଚିଠି ନମ୍ବର 475ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ତେବେ ଏହା ମଧ୍ୟରେ 5 ମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ମେମୁ ଟ୍ରେନ୍ ଚାଲିଲା ନାହିଁ। ନୟାଗଡ଼ ଜିଲ୍ଲାରେ ରେଳ ସେବା ଆରମ୍ଭ ହେବାର ଦୀର୍ଘ 7 ବର୍ଷ ଅତିକ୍ରାନ୍ତ ହୋଇସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇପାରିଲେ ନାହିଁ। କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ 3ଟି ଟ୍ରେନ୍ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ୍ ସୁବିଧା ନାହିଁ। ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ, ଉଚ୍ଚଶିକ୍ଷା, ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ରାଜ୍ୟ ବାହାରକୁ ଯଥା କୋଲକାତା, ବେଙ୍ଗଲୁରୁ, ବିଶାଖାପାଟଣା, ମୁମ୍ବାଇ ଆଦି ସ୍ଥାନକୁ ଯାଇଥାନ୍ତି। ମୁଖ୍ୟତଃ ଜିଲ୍ଲାର ଅଧିକାଂଶ ଅଧିବାସୀ ବ୍ୟବସାୟ ପାଇଁ କୋଲକାତା ତଥା ଉଚ୍ଚଶିକ୍ଷା ଏବଂ ଚାକିରି ପାଇଁ ବେଙ୍ଗଲୁରୁ ଉପରେ ନିର୍ଭର କରନ୍ତି। ତେବେ ନୟାଗଡ଼ରୁ ଏହିସବୁ ସ୍ଥାନଗୁଡ଼ିକ ସହିତ ସିଧାସଳଖ ରେଳ ସଂଯୋଗ ନଥିବାରୁ ବ୍ୟବସାୟୀ ଏବଂ ଶିକ୍ଷାର୍ଥୀମାନେ ନାନା ଭାବରେ ହଇରାଣ ହେଉଛନ୍ତି। ତେଣୁ ନୟାଗଡ଼ରୁ ହାଓଡ଼ା ଏବଂ ବେଙ୍ଗଲୁରୁକୁ ତୁରନ୍ତ ରେଳ ସଂଯୋଗ କରାଯିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦାବି କରାଯାଇଛି। ସେହିଭଳି ଅଧିକାଂଶ ଜିଲ୍ଲାବାସୀ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଏବଂ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟ ଉପରେ ନିର୍ଭର କରୁଥିବାରୁ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ୍ 18423/18424କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ୍ 68449/50କୁ ବଦଳାଇ ମେମୁ ଟ୍ରେନ୍ ପ୍ରଚଳନ କରିବା। ବର୍ତ୍ତମାନ ଦିନକୁ ଦିନ ରେଳଯାତ୍ରୀଙ୍କର ସଂଖ୍ୟା ବଢୁଥିବାରୁ ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା, ରେଳ ଷ୍ଟେସନରେ ଆଉ ଏକ ଟିକେଟ କାଉଣ୍ଟର ଖୋଲିବା କିମ୍ବା ନୂତନ କରି ସ୍ଥାପିତ ହୋଇଥିବା ଟିକେଟ ଭେଣ୍ଡିଂ ମେସିନରେ କର୍ମଚାରୀ ନିଯୁକ୍ତି କରିବା, ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଅଧିକ ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ କରିବା ତଥା ନୟାଗଡ଼ ଟାଉନ୍ ଷ୍ଟେସନ ପରିସର ଏବଂ ଏହାର ପରିବେଶ ସଫାସୁତୁରା ରଖିବା ଆଦି ଦାବି କରାଯାଇ ଲିଖିତ ଦାବିପତ୍ର ଗତ ମାସ 16 ତାରିଖରେ ପୂର୍ବତଟ ରେଳପଥ ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଟାଉନ୍ ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିବା ବେଳେ ରେଜିଷ୍ଟର ଡାକ ଯୋଗେ ମଧ୍ୟ ପଠାଯାଇଥିଲା। ତେବେ ଦୀର୍ଘ 1 ମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ଆଜି ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଷ୍ଟେସନ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବରିଷ୍ଠ ସଦସ୍ୟ ବସନ୍ତ କୁମାର ମିଶ୍ର, ସୁରେନ୍ଦ୍ରନାଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଶତପଥୀ, ତ୍ରିନାଥ ସାହୁ, ଲକ୍ଷ୍ମୀଧର ମହାପାତ୍ର, କୈଳାସ ରଥ, ଡକ୍ଟର ମାନସ ରଞ୍ଜନ ଶତପଥୀ, ପ୍ରଦ୍ୟୁମ୍ନ ନନ୍ଦ, ପ୍ରଦୀପ୍ତ କୁମାର ପାତ୍ର, ଶିବରଞ୍ଜନ ସାହୁ, ଅମ୍ଳାନ ଅଂଶୁମାନ ସାହୁ, ଜୀବନଜ୍ୟୋତି ପ୍ରକାଶ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। नमस्कार, ମୁଁ ଶିବରଞ୍ଜନ ସାହୁ, ଛାତ୍ର କଂଗ୍ରେସ ସଭାପତି, ଜିଲ୍ଲା ନୟାଗଡ଼। ଆମେ ନୟାଗଡ଼ ନାଗରିକ ମଞ୍ଚର ପ୍ରତ୍ୟେକ ଦାବିକୁ ସମର୍ଥନ କରୁଛୁ ଏବଂ ନୟାଗଡ଼ ପାଇଁ ହେଉଥିବା ପ୍ରତ୍ୟେକ ହକ୍ର ଲଢ଼େଇରେ ଛାତ୍ର କଂଗ୍ରେସ ସାମିଲ ରହି ଏହି ଲଢ଼େଇକୁ ପରିପୂର୍ଣ୍ଣ କରିବ। ଯେଉଁ ଯାଏଁ ଆମ ଦାବି ପୂରଣ ହେଇନି, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରଗତ ହେବାକୁ ଯାଉଛି। ଆଉ ରେଳ ବିଭାଗର ଯେତିକି ବି ପୋଲିସ ଅଫିସର ଆସିଛନ୍ତି ଏମିତି ବିହେଭ୍ ଯେମିତି ଆମେ ଗୋଟେ ଆତଙ୍କବାଦୀ ଦେଖନ୍ତୁ କେତେ ସଂଖ୍ୟାରେ ଆସିଛନ୍ତି, କିନ୍ତୁ ଆମେ ଆହ୍ୱାନ କରୁଛୁ ରେଳ ବିଭାଗ ପୋଲିସ ମାନଙ୍କୁ ଯେ ଆଗାମୀ ଦିନରେ ଯେଉଁଭଳି ଭାବରେ ଆନ୍ଦୋଳନ ହେବ ଆପଣଙ୍କୁ ବାଧ୍ୟ ହେବେ ଆମ ପ୍ରତିଶ୍ରୁତିକୁ ମାନିବା ପାଇଁ ଏବଂ ଆମକୁ ଦାବି ପୂରଣ କରିବା ପାଇଁ। ମନୋବୃତ୍ତି ନେଇ ଆଜି ଆପଣମାନେ ଗଣଧାରଣା ଦେଇଥିଲେ ନାଗରିକ ମଞ୍ଚ, କ'ଣ ରହିବେ, କ'ଣ ପ୍ରତିକ୍ରିୟା ରଖିବେ? ନାଇଁ, ଇଏ ଦିନିକା ଅବହେଳା ନୁହେଁ, କ୍ରମାଗତ ଅବହେଳା ରେଲୱେ ଡିପାର୍ଟମେଣ୍ଟ ନୟାଗଡ଼ ପ୍ରତି। ଥରେ ନୁହେଁ, 2 ଥର ନୁହେଁ, 3 ଥର ଆମେ ବିଭିନ୍ନ ଦାବି ତାଙ୍କ ପାଇଁ ରଖିଥିଲୁ, ଅନୁରୋଧ ରଖିଥିଲୁ। ଡିଆର୍ଏମ୍କୁ ଜଟଣୀ ଭେଟିଥିଲୁ, ଜେନେରାଲ ନୟାଗଡ଼ ଭେଟିଥିଲୁ। या सत्वे कौन सी गोटे दाबी आम 6 ना 7 दाबी था आम जोड़े दाबी आम कहलु जनमानू जोड़े दाबी अधिक बगी दिंतु एवं मेमू ट्रेन कहतु से मेमू ट्रेन 6 मास तक घोषणा कर कौन सी दाबी पूरण है ना।
आज आम से बसीलु किंतु आज रेलवे पुलिस आमको से प्लाटफर्म बसुलु आज नुआ नुहे एकाधिक आंदोलन को सही बसलु आज आम कहले ना ना आम आपड़ जापरें आपड़ ये बसवे आम भी चाहूँ ना जे आम तो आसु शांतिपूर्ण भाव करने आंदोलन कहीं मुँह को लगेगा किंतु आज आम पुलिस व्यवहार आम अत्यंत दुखित मर्माहत एवं आशा करूँ जे रेलवे पुलिस यही व्यवहार कर तो परवर्ती कार्यानुष्ठान कौन रही परवर्ती कार्यक्रम मासे भितर जदि दाबी पूर्ण नहला शताधिक लोक आ से दिन आम भी आह्वान दौर पुलिस भाई मानू से दिन मुलाकात हम आपण लाठी मारे आम लाठी खाइबू से दिन मुलाकात हम। नयागढ़ जितन कुमार महापात्र रिपोर्ट लिव लाइफ ओडिया।